ଜାଣିଲେ ହସିଲେ ଅପେକ୍ଷା କର ଇଏ ଜନ୍ମ ତମର ହେବି କି ଆମ ଜନ୍ମରେ ହେବି ତମେ ଅପେକ୍ଷା କର ତମେ 1600 ଋଷି ମାନେ 1600 ଗୋପ ନାରୀ ହବ ରାମ କୃଷ୍ଣ ହେଇକି ଜନ୍ମ ହେବି ତୁମକୁ ଦ୍ୱାପର ଯୁଗରେ ରାସ ଛଳରେ ପ୍ରେମ ଦେବି ସିଏ ହଉଛି ଆଜ୍ଞା ନିଷ୍କାମ ପ୍ରେମ ଦୈହିକ ପ୍ରେମ ନୁହଁ ତୁମକୁ ସେଇ ଦ୍ୱାପର ଯୁଗରେ ପ୍ରେମ ଦେଇ ମୁଖ୍ୟ କରିଦେବି ତାଙ୍କ ଲୀଳାକୁ ସାରା କିଏ ସେ ବନିବ ପରମାତ୍ମ ଜଗତରୁ ଠାକୁର ଅଭିରାମ ପରମହଂସଦେବ କହିଲେ ତାକୁ କିଏ ଗାଈ ଜାଣିଲେ ଗୀତ ସୁନ୍ଦର କାଲି ଭଉଣୀ କେତିକି ଆଉ କୋଉ ଘରେ ଯାଉଥିଲେ ପାଲାର ଶେଷ ଦ୍ୱିତୀୟ ପାଳି ପାଲା ଟିକେ ଗରମ ଗରମ ହବା କଥା ଗାଈ ସାରିକି ପାଲା ଏଇଭଳି ତମ ଭଳିଆ ଯଦି ଗାଇବି ମୁଁ ମାସକୁ ଦିନ 8 ରାତି କି 5 ରାତି ପାଲା ଗାଇବି ମାସେ ମାସେ ଗାଇ ପାରିବିନି ମୋ ପରିବାର ଭାସିଯିବି ପୋଷି ହେଇପାରିବେନି ପାଲା ଉପରେ ଆମେ ନିର୍ଭର କରୁ ମାସେ ମାସେ ପାଲା ଗାଇବୁ କିନ୍ତୁ ରାତିକି ଚିଲେଇକି ଗାଇବୁ ଶୋଇକି ଗାଇବୁ ଶୁଣ 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 କଣ କହିଲେ ସେଇଠି ଆଜ୍ଞା ବିଚାର କଲେ ମୋର ପାଲା ପରେ ସଜ ହେଲେ ତାକୁ କିଏ ଅବା ପାରିବ ରହିଥାଏ ସେ ତାକୁ କିଏ ଅବା ପାରିବ ତାକୁ କିଏ ଅବା ପାରିବ ତାକୁ କିଏ ଅବା ପାରିବ ଧରି ତାକୁ କିଏ ଅବା ପାରିବ अरे छिड़ीज कौन छिड़ीज बेक शू छिड़ीज से तू कौन कौन आनी देबू शोल मु देबी बेक मारे शोल मु छिड़े तू देबू कौन दाम कालिया बेक शोल मु 10 पड़े आगे आसन पैसा दे पारिबो पाला न पड़े पिला का ट्यूशन फीस दे पारिबो मु ब्रेक मारे शोल छिड़ेबी ये दाम कालिया का ये दबो बस जगह भड़ भड़ हो पैसा अच्छी देखो आज्ञा पाला पर सदम कहियो कि आसे तो गाई ना के से बुझियो तालिया के से बुझियो ता कीर्ति के से बोलिबो काम करनो हेलो राम अवतार ऋषि मान को कथा दे तम 1600 ऋषि मान 1600 ब्रज मारी गोप नारी हबो सूर्यवंशी राम चंद्रवंशी है चंद्रवंश सृष्टि है जन्म है बाबा जे 1600 ऋषि आगे से 1600 गोप नारी बुझिलु ए तोरी ब्रज नारी काहे ब्रज नारी देखिले जगन्नाथ दास पुणी कहले ताको आइबो मते थई एक কথা न जानि देखे न जानिबे प्रथम चंद्र जानिले तांको छंती कहले बापा शीघ्र मते नै चालो द्वितीय जानिले वसुदेव पादर शिकोई बंधाई वसुदेव घंटा बांधिची कंस केमिति वसुदेव जिबे सार केमिति जिबे केमिति एठी जगन्नाथ दास भागवत कहिले ए भेटिला पागो ओ सांकोडी तो पढ़ाई भेटिला पादर सांकुली बाट पढ़ेला बिजुली देखिला वाला मौसा केते रहिले तीन जण प्रथम चंद्र देखिले द्वितीय वसुदेव देखिले तृतीय बिजुली देखिला बाबा बाबा देखन आगे भगवान आसीछन्ति बनी तारी में घरे पत्र हे गले आवर्तक द्रोण पुष्कर संवर्तक चार में घ देखिला वाला हेले चारि जण आपण कहते एडिकी पिला को आगे लाड़ जोड़ गुड़े सद्य जन्मित पिला
ପଶୁ କାମ ବର୍ଷା ରାତିରେ କେମିତି ନେଇକି ଯିବେ? କେମିତି ଯିବନି? ଦେହରେ ବର୍ଷା ଲାଗିଲେ ଥଣ୍ଡା ହବନି। ବାମ୍ପା ପରା ଲୋଭ ଲାଗିଗଲା ପିଲା ଉପରେ। ଚିନ୍ତା କଲା ଏଡ଼ିକି ପିଲାକୁ ମୁଁ କେମିତି ଅନ୍ଧକାର ରାତିରେ ନେବି? ସେ ବର୍ଷା ପବନ ରାତିରେ ଦେହରେ ଥଣ୍ଡା ପବନ ବାଜିବ, ଥଣ୍ଡା ପାଣି ଲାଗିଗଲେ ମୋ ପୁଅକୁ ଥଣ୍ଡା ହବ। କେତେ ପିଲାକୁ ହରେଇଛି, ଏ ପିଲାଟାକୁ ପାଇଛି, ମୁଁ କେମିତି ନେବି? ଦେଖନ୍ତୁ ଆଜ୍ଞା, ଅନ୍ତର ରହିଲା ପ୍ରଭୁଙ୍କ ନିକଟରେ। ମୁଁ କେମିତି ନେବି? ଏ ବର୍ଷା ପବନ ରାତିରେ କଲେ ଦେହରେ ପବନ ଲାଗିବ, ମୋ ପୁଅକୁ ଥଣ୍ଡା ହବ। ବାପା ମା ସହି ପାରନ୍ତିନି। ପିଲା ଏତିକି ଟିକେ କ୍ଷତି ହେଲେ ବାପା କଣ ମା କଣ ସହିବ? ମା କହୁନା କୁହନ୍ତୁ ନା, ଏ କଣ ଜାଣିଛନ୍ତି ଏ ବିଶ୍ୱବ୍ରହ୍ମ ଭଗବାନ ବୋଲି? ବସୁଦେବ କାନ୍ଦିରେ କି ଅନ୍ଧକାର ରାତିରେ କଂସ ଯେତିକି କଷ୍ଟ ଦେଇଛି, ସେ ଜଞ୍ଜିରରେ ବାନ୍ଧି ଦେଇ ପାଦରେ ହାତରେ ଶକ୍ତି ନାହିଁ। ମୁଁ ପାଦରେ କେମିତି ଚାଲିକି ଯିବି? ବାହୁରେ କେମିତି ମୋ ହାତରେ ମୁଁ ଉଠେଇବି? ବର୍ଷା କଣ ରାତିରେ ଏଡ଼ିକି ଢାକେ, ପୁଅକୁ ମୁଁ କେମିତି ନେଇକି ଯିବି? ଦେଖନ୍ତୁ ଆଜ୍ଞା, ଚାରିଟା ଘରେ କପଡ଼େ ହେଇଯାଇଛି। ବର୍ଷା ଘୋ ଘୋ ପବନ ଗର୍ଜନ କରିଲା ବେଳେ ଭାବଗ୍ରାହୀ ଭଗବାନ ଅଛନ୍ତି। ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର ଛାନ୍ଦ ହଉଛି ଆପଣଙ୍କ ବୈଶ୍ୟ ଛାନ୍ଦ। ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରରେ ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର। ଘାରି ଆମ୍ଭେକି ଅମ୍ବୁଜ ମାଟିର ଗାୟ କହିଲେ ସୁନା ବାୟ ବାୟ କଣ ହୁଏ? ଦେଖିଲେ ଯନ୍ତ୍ର ଆଗରେ 5 ଜଣ କେମିତି ନାଚିବ? କେମିତି ଗାଇଲେ କହିବେ? 12 ବର୍ଷର ଗାୟକ 12 ମିନିଟରେ ପାରିବ। ଆମର 12 ମିନିଟରେ ପାଳି ଆସିଲା। ପାଳି ଆଜି ଏ ଦଳରେ କାଲି ସିଏ ଦଳରେ।